ସାଙ୍ଗମାନେ ରାମଚିକିର ହାତ ଧରି ନେଉଥିବା ସମୟରେ ଚିକି କୁହେ, ଇଂଲିଶ ମିଡ଼ିୟମ୍? ରାମ କୁହେ, ଏକଦମ ଚୁପ୍। ଆଜି ପ୍ରଶ୍ନ ମୁଁ ପଚାରିବି ଆଉ ଉତ୍ତର ତମେ ଦେବ। କୁଆଡ଼େ ଯାଉଥିଲ ତମେ ତା ସହିତ? ଚିକି କୁହେ, ଇଂଲିଶ ମିଡ଼ିୟମ୍? ମୋ ହାତ ଛାଡ଼। ତମେ ମୋ ସହିତ ଏମିତି ବିହେଭ୍ କରିପାରିବନି। ରାମ କୁହେ, ବିହେଭ୍ କରିପାରିବି, ସବୁ କିଛି କରିପାରିବି ମୁଁ। ଚିକି କୁହେ, ଇଂଲିଶ ମିଡ଼ିୟମ୍? ପ୍ଲିଜ୍ ମୋ ହାତ ଛାଡ଼। ରାମ କୁହେ, ମୁଁ ଛାଡ଼ିବିନି। ଚିକି କାନ୍ଦିକି କୁହେ, ଇଂଲିଶ ମିଡ଼ିୟମ୍? ମୋତେ କଷ୍ଟ ହେଉଛି, ପ୍ଲିଜ୍ ଛାଡ଼ ମୋତେ। ରାମ କୁହେ, କଷ୍ଟ ତ ମୋତେ ବି ହେଉଛି ଚିକି। ତମକୁ କ'ଣ କିଛି ଦେଖାଯାଉନି? ତମକୁ ସତରେ କ'ଣ କିଛି ଜାଣିପାରୁନ? ଚିକି କୁହେ, ମୁଁ କିଛି ବୁଝିପାରୁନି ଇଂଲିଶ ମିଡ଼ିୟମ୍। ତମେ ମୋ ସହିତ ଏମିତି କାହିଁକି କରୁଛ? ଆମ ଭିତରେ ତ ଗୋଟେ ବର୍ଷର ଡିଲ୍ ହେଇଥିଲା ନା। ରାମ ରାଗି କୁହେ, ବାରମ୍ବାର ସେ ଡିଲ୍ କଥା ତମେ ମୋ ଆଗରେ କୁହନି। ଚିକି କୁହେ, ଦିନକୁ 100 ଥର ତମେ ହିଁ କହୁଥିଲ ନା ମୋ ଫ୍ୟାମିଲି ସହିତ ଇନଭଲ୍ଭ ହୁଅନି, ଆମ ଭିତରେ ଗୋଟେ ଡିଲ୍ ହେଇଛି, ତମେ ଏତେ ଇମୋସନାଲ୍ ହୁଅନି। ତାହେଲେ ଏବେ କ'ଣ ହେଲା? ତାପରେ ରାମ କୁହେ, ତ ସେଇ କଥା ପାଇଁ ମୋତେ ଜୀବନ ସାରା ପନିସମେଣ୍ଟ ଦେବ? ଚିକି କୁହେ, ତମେ କ'ଣ କହିବାକୁ ଚାହୁଁଛ ଇଂଲିଶ ମିଡ଼ିୟମ୍? ମୋତେ ସିଧା ସିଧା କୁହ। ରାମ କୁହେ, ସିଧା ସିଧା କହିଲେ ତ ତମେ କିଛି ବୁଝିପାରୁନ ନା। ସେଇ ଟାଇମ୍ରେ ଆକାଶ ଆସି ପଚାରେ, ଚିକି ମ୍ୟାଡ଼ାମ୍? ଚିକି କୁହେ, ଗୋଟେ ମିନିଟ୍ ଆକାଶ ବାବୁ, ଆପଣ ଆମ ମଝିରେ ପଶନ୍ତୁନି। ଆକାଶ କୁହେ, କିନ୍ତୁ? ରାମ କୁହେ, କ'ଣ କିନ୍ତୁ? କିନ୍ତୁ କ'ଣ? କ'ଣ କିନ୍ତୁ? 2 ଜଣ କଥା ହେଉଥିବା ବେଳେ ମଝିରେ ପଶନ୍ତନି ଏତିକି କ'ଣ ତୁ ଜାଣିନୁ? ତାହେଲେ ଠିକ୍ ଅଛି, ତାହେଲେ ମୁଁ କହୁଛି କ'ଣ ଚାଲିଛି? ହଁ, ଚିକି ଆଉ ମୋ ଭିତରେ କେହି ବି ଆସିପାରିବେନି, କେହି ବି ନୁହେଁ। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ଛୋଟ ଲାଇକ୍ଟେ କରିଦିଅନ୍ତୁ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁନି, କାହିଁକି ନା ଏମିତି ହିଁ ନୂଆ ନୂଆ ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ଆଣିଦେବି। ଜୟ ଜଗନ୍ନାଥ।